এই ভিডিওটা কেবল ଆପଣମାନଙ୍କ ବାପାଙ୍କ ପାଇଁ। ପ୍ରଥମେ এই ভিডিওটা ଦେଖ। ଆମ ଉପରେ ଚାକିରି ମିଳିଗଲା, ତଳେ କେକ୍ କଟା ହଉଛି, ତମେ କାହିଁକି ଉପରେ ଚୁପଚାପ ବସିଛ? ମୁଁ ଜାଣିପାରୁନି ଏକଥାରେ ମୁଁ ଖୁସି ହେବି କି ନାହିଁ। କ'ଣ ହେଇଛି କି? ମୋ ପୁଅର 25 ବର୍ଷ ପୁରିନି, କିନ୍ତୁ ତାର ପିଲାଳାନି ଖେଳକୁଦ ସବୁ ସରିଗଲା। ମୋ ପୁଅ ଚାକିରି ପାଇଗଲା, ମୁଁ ଖୁସି। ଏବେ ଦାୟିତ୍ୱ କର୍ତ୍ତବ୍ୟ ଭିତରେ ମୋ ପୁଅର ଜୀବନଟା ଏତେ ବନ୍ଦୀ ହେଇଯିବ ଯେ ସେ ନିଜ ପାଇଁ ସମୟ ଦେଇପାରିବନି। ବାପା ମାଆଙ୍କର ମେଡ଼ିସିନ, ଭଉଣୀର ବାହାଘର, ଅଫିସ ଟେନସନ୍, କମ୍ ଦରମାର ସଂଘର୍ଷ ଭିତରେ ଜୀବନଟା ତାକୁ ଏତେ ବ୍ୟସ୍ତ କରିଦେବ ଯେ ନା ସେ ରେଷ୍ଟ ନେଇପାରିବ, ନା ସେ ଚାକିରି ଛାଡ଼ିପାରିବ। ପେଟର ଭୋକ ଥିଲେ ବି ପରିବାର ପାଇଁ କାମ କରିବ, ଦେହର ଜ୍ୱର ଥିଲେ ବି କାମ କରିବ। ଆଉ ପର୍ବପର୍ବାଣୀରେ ନୂଆ ଡ୍ରେସ୍ କିଣିବାର ଇଚ୍ଛା ମୋ ପୁଅର ସରିଯିବ। ସେତେବେଳେ ଏ ବାପର ତ୍ୟାଗ ଓ କଷ୍ଟ ବିଷୟରେ ଜାଣିପାରିବ, କିନ୍ତୁ ଏକଥା ସେ ବାପକୁ କହିପାରିବନି। କାରଣ ଦୁନିଆ ଆଖିରେ ମୋ ପୁଅ ରୋଜଗାରିଆ ହେଇଯାଇଥିବ। ସେବେ ରାତିରେ ଉଠି କାନ୍ଦିବ, ଆଉ ଦିନ ହେଲେ ମିଛ ହସ ହସିବ। କାରଣ ମାଆର ଭଲ ପୁଅ, ସ୍ତ୍ରୀର ଭଲ ସ୍ୱାମୀ, ପିଲାମାନଙ୍କର ଭଲ ବାପଟେ ହେବା ପାଇଁ ମୋ ପୁଅ ପରିବାର ଠାରୁ ଦୂରରେ ରହି ଖଟିବ। ମୁଁ ଜାଣିପାରୁନି ମୋ ପୁଅ ଚାକିରି ପାଇଛି ବୋଲି ମୁଁ ଖୁସି ହେବି, ନା ମୁଁ ନିଜେ ଗରିବ ହେଇ ଜନ୍ମ ହେଇଛି ବୋଲି ଦୁଃଖ କରିବି। ଯଦି ଏ ହାତର ତାକତ କମି ନଥାନ୍ତା, ହୁଏତ ମୋ ପିଲାମାନଙ୍କର ଖୁସି କେବେ ବଳି ପଡ଼ିନଥାନ୍ତା।